ଓଡ଼ିଶାର କୌଣସି ବି କମ୍ପିଟିଟିଭ୍ ପରୀକ୍ଷା ଦେଖିନିଅନ୍ତୁ, ଜଳବାୟୁ ଉପରେ ପ୍ରଶ୍ନ ତ ନିଶ୍ଚୟ ଆସିବ। ହେଲେ ସବୁଠୁ ବଡ଼ ଦ୍ୱନ୍ଦ୍ୱ ହେଉଛି କ'ଣ ପଢ଼ିବା ଆଉ କ'ଣ ଛାଡ଼ିବା, କେତେ ତଥ୍ୟ ମନେ ରଖିବା। ତେବେ ଆସନ୍ତୁ ଆଗାମୀ କିଛି ମିନିଟ୍ରେ ଆମେ ଏହି ପୁରା ଟପିକ୍କୁ ଏମିତି ସହଜ ଭାବରେ ବୁଝିବା ଯେମିତି ପରୀକ୍ଷା ହଲ୍ରେ ଆଉ କୌଣସି କନଫ୍ୟୁଜନ୍ ରହିବ ନାହିଁ। ଏହି ଉକ୍ତିଟିକୁ ଟିକେ ଧ୍ୟାନରେ ଦେଖନ୍ତୁ। ଏଥିରେ ହିଁ ଓଡ଼ିଶା ଜଳବାୟୁର ପୁରା ରହସ୍ୟ ଲୁଚି ରହିଛି। ଭାବି ଦେଖନ୍ତୁ, ଗୋଟେ ପଟେ ବିଶାଳ ସମୁଦ୍ର ଆଉ ଆରପଟେ ପୂର୍ବଘାଟ ପର୍ବତମାଳାର ପାଚେରୀ। ଏ ଦୁଇଟା ଯେତେବେଳେ ମୁହାଁମୁହିଁ ହେଉଛନ୍ତି, ସେତେବେଳେ ଯେଉଁ ପରିସ୍ଥିତି ସୃଷ୍ଟି ହେଉଛି ତାହା ହିଁ ଆମ ଜଳବାୟୁ। ଶୁଣିବାକୁ ଟିକେ ଜଟିଳ ଲାଗୁଛି, ହେଲେ ଆଦୌ ଚିନ୍ତା କରନ୍ତୁ ନାହିଁ। ଆମେ ଏହାକୁ ପୁରା ସରଳ କରି ବୁଝିବା। ଠିକ୍ ଅଛି, ତେବେ ଏହା ହେଉଛି ଆମର ଆଜିର ରୋଡ୍ ମ୍ୟାପ୍। ଆମେ ଷ୍ଟେପ୍ ବାଇ ଷ୍ଟେପ୍ ଆଗକୁ ବଢ଼ିବା। ପ୍ରଥମେ ଓଡ଼ିଶା ଜଳବାୟୁର ପରିଚୟ, ତାପରେ ଭୂମିର ପ୍ରଭାବ, ଆମର ଋତୁଚକ୍ର, ବାତ୍ୟା ଭଳି ବିପଦ ଏବଂ ଏସବୁର ପ୍ରଭାବ ଆମ ଜୀବନ ଉପରେ। ଆଉ ହଁ, ଶେଷରେ ଆମେ ଏକ ମଜାଦାର କ୍ୱିଜ୍ ବି କରିବା। ଚାଲନ୍ତୁ ଆମର ପ୍ରଥମ ଭାଗ ଆରମ୍ଭ କରିବା। ଦେଖନ୍ତୁ, ଯେକୌଣସି ବିଷୟକୁ ବୁଝିବା ପୂର୍ବରୁ ତାର ମୂଳଦୁଆକୁ ମଜବୁତ କରିବା ଦରକାର, ଠିକ୍ ଗୋଟେ ଘର ତିଆରି କରା ଭଳି। ଆଉ ଓଡ଼ିଶା ଜଳବାୟୁକୁ ବୁଝିବା ପାଇଁ ତାର ମୂଳଦୁଆ ହେଉଛି ତାର ବୈଜ୍ଞାନିକ ବର୍ଗୀକରଣ। ଏହାକୁ ଜାଣିବା ନିହାତି ଜରୁରୀ। ଏଇଟା ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ପରୀକ୍ଷାରେ ସିଧା ପଚାରିପାରେ, କୋପେନ୍ ବର୍ଗୀକରଣ ଅନୁସାରେ ଓଡ଼ିଶାର ଜଳବାୟୁ କେଉଁ ପ୍ରକାରର? ଉତ୍ତର ହେବ AW, ମାନେ କ୍ରାନ୍ତୀୟ ସଭାନ୍ନା। ଏବେ ଏହାକୁ ମନେ ରଖିବା ପାଇଁ ଏକ ସରଳ ଟ୍ରିକ୍। ଏଠି ଯେଉଁ W ଅଛି ତାର ଅର୍ଥ ୱିଣ୍ଟର ଡ୍ରାଏ ବା ଶୁଷ୍କ ଶୀତ। ବାସ୍ ଏତିକି ମନେ ରଖିଲେ ଯଥେଷ୍ଟ। ଗୋଟିଏ ଲମ୍ବା ଶୁଷ୍କ ଋତୁ ହିଁ ଏହାର ପ୍ରକୃତ ପରିଚୟ। ଆଚ୍ଛା, ଏବେ ଦେଖନ୍ତୁ, ପରୀକ୍ଷକ ପ୍ରଶ୍ନକୁ ଟିକେ କଷ୍ଟ କରିବାକୁ ଚାହିଁଲେ କ'ଣ କରିବେ? ସେମାନେ AW ଆଉ AM ଭିତରେ ଫରକ ପଚାରିଦେବେ। କିନ୍ତୁ ଏଥିରେ ବି କିଛି ଚିନ୍ତା କରିବାର ନାହିଁ। ଆମେ ଜାଣିଲେ AW ମାନେ ଲମ୍ବା ଶୁଷ୍କ ଋତୁ, ଆଉ AMରେ ଯେଉଁ M ଅଛି ତାକୁ ମନସୁନ୍ ବୋଲି ମନେ ରଖନ୍ତୁ। ଏଠି ଶୁଷ୍କ ଋତୁ ଛୋଟ, କିନ୍ତୁ ମନସୁନ୍ ବା ବର୍ଷା ପ୍ରବଳ ହୁଏ। ଏହି ପ୍ରକାର ଜଳବାୟୁ ଆମର କୋରାପୁଟ ଭଳି ଉଚ୍ଚ ମାଳଭୂମି ଅଞ୍ଚଳରେ ମିଳିଥାଏ। ଆମେ ଜଳବାୟୁର ବର୍ଗୀକରଣ ତ ଜାଣିଗଲେ, ହେଲେ ଏବେ ପ୍ରଶ୍ନ ଉଠୁଛି, କାହିଁକି ଏହି ଜଳବାୟୁ ଏମିତି? ଏହାର ଉତ୍ତର ଲୁଚି ରହିଛି ଆମ ଓଡ଼ିଶାର ଭୂମି ଭିତରେ। ଆମ ଭୂମିର ଗଠନ ହିଁ ସେହି ମଞ୍ଚ ଯାହା ଉପରେ ପାଣିପାଗର ପୁରା ଖେଳ ଚାଲେ। ତେବେ ଚାଲନ୍ତୁ ଦେଖିବା ଏହି ଇଞ୍ଜିନ୍ କେମିତି କାମ କରେ। ଏହି 5ଟି ନାମକୁ ଭଲ ଭାବେ ମନେ ରଖିବାକୁ ପଡ଼ିବ, କାରଣ ପୁରୀର ପାଣିପାଗ କେବେ ବି କୋରାପୁଟ ସହିତ ସମାନ ହୋଇପାରିବ ନାହିଁ। ଠିକ୍ ସେହିପରି ସମ୍ବଲପୁରର ପାଣିପାଗ ବାଲେଶ୍ୱର ଠାରୁ ଅଲଗା। ଏହାର କାରଣ ହେଉଛି ଏହି ଭିନ୍ନ ଭିନ୍ନ ଭୂ ଆକୃତି। ଆସନ୍ତୁ ଗୋଟି ଗୋଟି କରି ଦେଖିବା ଏଗୁଡ଼ିକ ପାଣିପାଗକୁ କେମିତି ପ୍ରଭାବିତ କରନ୍ତି। ଏହି ଟେବୁଲଟି ହେଉଛି ପରୀକ୍ଷା ପୂର୍ବରୁ ଶେଷ ମୁହୂର୍ତ୍ତ ରିଭିଜନ ପାଇଁ ଏକଦମ ପରଫେକ୍ଟ। ଦେଖନ୍ତୁ କେତେ ସହଜରେ ବୁଝି ହେଉଛି। ଯେମିତି ଉପକୂଳ, ଏଠି ସମୁଦ୍ର ପାଖରେ ଥିବାରୁ ସାମୁଦ୍ରିକ ପବନର ପ୍ରଭାବ। ଆଉ ଯେତେବେଳେ ଆମେ ଉଚ୍ଚ ପାର୍ବତ୍ୟ ଅଞ୍ଚଳକୁ ଯାଉଛେ, ସେଠି ପବନ ପାହାଡ଼ରେ ବାଡ଼େଇ ହୋଇ ଉପରକୁ ଉଠେ, ଥଣ୍ଡା ହୁଏ ଆଉ ବର୍ଷା କରାଏ। ଏହାକୁ ହିଁ କୁହାଯାଏ ପର୍ବତୀୟ ବୃଷ୍ଟି ବା ଓରୋଗ୍ରାଫିକ୍ ରେନଫଲ୍। ଏହି ଗୋଟିଏ ଟେବୁଲରୁ ଅନେକ ପ୍ରଶ୍ନର ଉତ୍ତର ମିଳିଯିବ। ଏହି ତଥ୍ୟଟିକୁ ଖାତାରେ ନୋଟ୍ କରନ୍ତୁ କିମ୍ବା ମନ ଭିତରେ ପୁରା ଛାପି ଦିଅନ୍ତୁ। ଓଡ଼ିଶାର ସର୍ବୋଚ୍ଚ ଶୃଙ୍ଗ କିଏ? ଦେଓମାଳୀ। ଉଚ୍ଚତା କେତେ? 1672 ମିଟର। ଏ ପ୍ରଶ୍ନ ଯେ କେତେଥର ପରୀକ୍ଷାରେ ଆସିଛି ତାର ହିସାବ ନାହିଁ। ଆମେ ଏବେ ଯେଉଁ ପର୍ବତୀୟ ବୃଷ୍ଟିପାତ କଥା କହୁଥିଲେ, ଏହି ଦେଓମାଳୀ ହେଉଛି ତାର ସବୁଠୁ ବଡ଼ ଉଦାହରଣ। ଭୂମିର ଗଠନ ତ ବୁଝିଗଲେ। ଏବେ ଚାଲନ୍ତୁ ଦେଖିବା ଓଡ଼ିଶାରେ ସମୟର ଚକ କେମିତି ଘୁରେ, ମାନେ ଆମର ଋତୁଚକ୍ର। ଏହା କେବଳ ପାଣିପାଗର କଥା ନୁହେଁ, ଏହା ଆମର ଚାଷବାସ, ଆମ ପର୍ବପର୍ବାଣୀ, ଏପରିକି ଆମ ଖାଇବା ପିଇବା ସବୁକିଛିକୁ ନିୟନ୍ତ୍ରଣ କରେ। ଓଡ଼ିଶାର ଋତୁଚକ୍ର ମୁଖ୍ୟତଃ ଏହି 3ଟି ଭାଗରେ ବିଭକ୍ତ। ମାର୍ଚ୍ଚରୁ ଜୁନ୍ ପର୍ଯ୍ୟନ୍ତ ଗ୍ରୀଷ୍ମଋତୁ ବା ଖରାଦିନ, ତାପରେ ଜୁନ୍ରୁ ସେପ୍ଟେମ୍ବର, ଯାହା ଆମ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ, ଦକ୍ଷିଣ ପଶ୍ଚିମ ମୌସୁମୀ ବା ବର୍ଷା ଦିନ, ଆଉ ଶେଷରେ ଅକ୍ଟୋବରରୁ ଫେବୃଆରୀ, ମୌସୁମୀ ପରବର୍ତ୍ତୀ ଏବଂ ଶୀତ ଋତୁ। ଏହି କ୍ରମଟିକୁ ମନେ ରଖିବା ବହୁତ ସହଜ। ଏହି ସଂଖ୍ୟାଟିକୁ ଦେଖନ୍ତୁ, 75ରୁ 80%। କଳ୍ପନା କରନ୍ତୁ, ବର୍ଷସାରା ଯେତିକି ବର୍ଷା ହୁଏ ତାର ପ୍ରାୟ ପୁରା ଭାଗ କେବଳ ଏଇ 3-4 ମାସ ଭିତରେ ହିଁ ହୋଇଯାଏ। ଏଇ ଗୋଟିଏ ତଥ୍ୟରୁ ହିଁ ଜଣାପଡ଼ୁଛି ଯେ ଦକ୍ଷିଣ ପଶ୍ଚିମ ମୌସୁମୀ ଆମ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ତ ଏହାକୁ ଆମ କୃଷିର ଜୀବନରେଖା ବୋଲି କୁହାଯାଏ। ଆଚ୍ଛା, ଆମେ ପ୍ରତିଶତ କଥା ତ କହିଲେ, କିନ୍ତୁ ମୋଟ ବର୍ଷା କେତେ? ଓଡ଼ିଶାର ହାରାହାରି ବାର୍ଷିକ ବୃଷ୍ଟିପାତ ହେଉଛି 1451.2 ମିଲିମିଟର। ପୂର୍ବରୁ ଦେଓମାଳୀର ଉଚ୍ଚତା ଭଳି ଏହି ସଂଖ୍ୟାଟି ମଧ୍ୟ ପରୀକ୍ଷା ଦୃଷ୍ଟିରୁ ବହୁତ ଗୁରୁତ୍ୱପୂର୍ଣ୍ଣ। ଏହାକୁ ମନେ ରଖିବାକୁ ଚେଷ୍ଟା କରନ୍ତୁ। ବର୍ଷା, ଖରା, ଶୀତ ଏସବୁ ତ ସାଧାରଣ କଥା, କିନ୍ତୁ
ଓଡ଼ିଶାର ଜଳବାୟୁର ଆଉ ଗୋଟିଏ ରୂପ ଅଛି ଯାହା ଭୟଙ୍କର। ଆମେ କଥା ହେଉଛୁ ଚରମ ପାଣିପାଗ ବିଷୟରେ, ବିଶେଷ କରି ବାତ୍ୟା ଆଉ ଗ୍ରୀଷ୍ମ ପ୍ରବାହ, ଯାହା ବର୍ତ୍ତମାନ ସମୟରେ ଏକ ବଡ଼ ଆହ୍ୱାନ ପାଲଟିଛି। ପ୍ରାୟ 400। ଟିକେ ଭାବନ୍ତୁ, 1890 ପରଠାରୁ ଏପର୍ଯ୍ୟନ୍ତ ଓଡ଼ିଶା ପ୍ରାୟ 400ଟି ଛୋଟ ବଡ଼ ବାତ୍ୟାର ସାମ୍ନା କରିସାରିଲାଣି। ଏହି ସଂଖ୍ୟାଟି ହିଁ ପ୍ରମାଣ କରୁଛି ଯେ ବାତ୍ୟା ସହିତ ଆମର ସମ୍ପର୍କ କେତେ ପୁରୁଣା ଆଉ ଗଭୀର। ଏହି ଚାର୍ଟଟି ଗୋଟିଏ ବହୁତ ଗୁରୁତ୍ୱପୂର୍ଣ୍ଣ କଥା କହୁଛି। ହୋଇପାରେ ମୋଟ ବାତ୍ୟାର ସଂଖ୍ୟା ଟିକେ କମିଛି, କିନ୍ତୁ ଯେଉଁ ବାତ୍ୟା ଆସୁଛି ତାର ଶକ୍ତି ବା ତୀବ୍ରତା ବଢ଼ିବାର ଲାଗିଛି। ମାନେ ଭୀଷଣ ଆଉ ଅତିଭୀଷଣ ବାତ୍ୟାର ସଂଖ୍ୟା ବଢ଼ୁଛି। ସରଳ ଭାଷାରେ କହିଲେ, ଆଜିକାଲିର ବାତ୍ୟା ଅଧିକ ଶକ୍ତିଶାଳୀ ଆଉ ଅଧିକ ବିପଜ୍ଜନକ ହୋଇଗଲାଣି। ବାତ୍ୟା ପରେ ଆସୁଛି ଗ୍ରୀଷ୍ମ ପ୍ରବାହ। ଏହି ଟେବୁଲକୁ ଦେଖନ୍ତୁ। ଟିଟିଲାଗଡ଼ କାହିଁକି ଏତେ ଗରମ? କାରଣ ଏହା ସମୁଦ୍ରଠାରୁ ବହୁତ ଦୂରରେ, ତେଣୁ ଏଠି ଜମି ଶୀଘ୍ର ଗରମ ହୋଇଯାଏ। ଅନୁଗୁଳରେ କାହିଁକି ଏତେ ତାତି? ଏହାର କାରଣ ହେଉଛି ଶିଳ୍ପ ଆଉ ଖଣି। ଆଉ ଭୁବନେଶ୍ୱର, ଏଠାରେ ବଢ଼ୁଥିବା କଂକ୍ରିଟ ଜଙ୍ଗଲ ବା ଅର୍ବାନ୍ ହିଟ୍ ଆଇଲ୍ୟାଣ୍ଡ ଇଫେକ୍ଟ ଯୋଗୁଁ ତାପମାତ୍ରା ବଢ଼ୁଛି। ତେଣୁ ସ୍ଥାନ ଅଲଗା, କାରଣ ବି ଅଲଗା। ଏପର୍ଯ୍ୟନ୍ତ ଆମେ ବହୁତ ତଥ୍ୟ, ସଂଖ୍ୟା ଆଉ ବିଜ୍ଞାନ ବିଷୟରେ କଥା ହେଲେ, କିନ୍ତୁ ଏସବୁର ଅସଲ ମାନେ କ'ଣ? ଏସବୁ ଆମ ଜୀବନକୁ କେମିତି ଛୁଉଁଛି? ଏହି ଭାଗରେ ଆମେ ସେଇଆ ଦେଖିବା। ଜଳବାୟୁର ସିଧାସଳଖ ପ୍ରଭାବ ଆମ କୃଷି, ପରିବେଶ ଆଉ ଜୀବିକା ଉପରେ କ'ଣ ପଡ଼ୁଛି? ଦେଖନ୍ତୁ, ଆମ ଓଡ଼ିଶାର ଜଳବାୟୁ ଏତେ ବିବିଧ ଯେ ସବୁ ଜାଗାରେ ସମାନ ଚାଷ କରିହେବନି। ଏଥିପାଇଁ ଓଡ଼ିଶାକୁ 10ଟି ଭିନ୍ନ ଭିନ୍ନ କୃଷି ଜଳବାୟୁ ଜୋନ୍ରେ ବଣ୍ଟାଯାଇଛି। ଏଠି କିଛି ମୁଖ୍ୟ ଜୋନ୍ର ଉଦାହରଣ ଅଛି। ଯେମିତି ଆମ ଉପକୂଳ ଅଞ୍ଚଳ ଧାନ ଆଉ ଝୋଟ ପାଇଁ ଜଣାଶୁଣା, ସେମିତି ଉତ୍ତର ପୂର୍ବ ଘାଟ ଅଞ୍ଚଳ ହଳଦୀ ଆଉ ଅଦା ଭଳି ମସଲା ପାଇଁ ପ୍ରସିଦ୍ଧ। ଆଉ ଏହାର ସବୁଠୁ ବଡ଼ ଉଦାହରଣ ହେଉଛି ଆମ ସମସ୍ତଙ୍କର ପ୍ରିୟ କନ୍ଧମାଳ ହଳଦୀ। କନ୍ଧମାଳର ସେହି ସ୍ୱତନ୍ତ୍ର ପାଣିପାଗ ଆଉ ମାଟି ଯୋଗୁଁ ହିଁ ସେଠାକାର ହଳଦୀର ବାସ୍ନା ଆଉ ଗୁଣ ଏତେ ନିଆରା। ଏଥିପାଇଁ ତ ତାକୁ 2019ରେ ଜିଆଇ ଟ୍ୟାଗ୍ ମିଳିଥିଲା। ଏହି ଜିଆଇ ଟ୍ୟାଗ୍ କଥାଟିକୁ ମନେ ରଖିଥିବେ। ଏହା ଉପରେ ପ୍ରଶ୍ନ ଆସିପାରେ। ତେବେ ଏତେ ସବୁ ଆଲୋଚନା ପରେ ଏବେ ସମୟ ଆସିଛି ନିଜର ଜ୍ଞାନକୁ ଟିକେ ପରଖିବାର। ଗୋଟିଏ ଛୋଟ କୁଇଜ୍। ବେଶୀ କିଛି କଷ୍ଟ ପ୍ରଶ୍ନ ନାହିଁ, ଯାହା ଆମେ ଆଲୋଚନା କରିଛେ ସେଇଥିରୁ ହିଁ ପଚରାଯିବ। ତେବେ ପ୍ରସ୍ତୁତ ତ? ଆପଣଙ୍କ ପାଇଁ ପ୍ରଥମ ପ୍ରଶ୍ନ, ଓଡ଼ିଶାର ସବୁଠୁ ଉଚ୍ଚ ପର୍ବତ ଶୃଙ୍ଗର ନାଁ କ'ଣ ଆଉ ତାର ଉଚ୍ଚତା କେତେ? ମନେ ପକାନ୍ତୁ, ଆମେ ଏହା ଉପରେ ଜୋର ଦେଇଥିଲେ। ଉତ୍ତର ହେଉଛି ଦେଓମାଳି ଆଉ ଉଚ୍ଚତା ହେଉଛି 1672 ମିଟର। ଯେଉଁମାନେ ଏହା ଭାବିଥିଲେ ସେମାନଙ୍କ ଉତ୍ତର ଏକଦମ ଠିକ୍। ଠିକ୍ ଅଛି। ଏବେ ଦ୍ୱିତୀୟ ପ୍ରଶ୍ନ, ଆମର ବାର୍ଷିକ ବୃଷ୍ଟିପାତର କେତେ ପ୍ରତିଶତ କେବଳ ଦକ୍ଷିଣ ପଶ୍ଚିମ ମୌସୁମୀରୁ ଆସିଥାଏ? ଏହାର ସଠିକ୍ ଉତ୍ତର ହେଲା 75ରୁ 80%। ଏହି ସଂଖ୍ୟାଟିକୁ କେବେ ବି ଭୁଲିବେ ନାହିଁ। ତେବେ ଶେଷରେ କହିବାକୁ ଗଲେ, ଓଡ଼ିଶାର ଜଳବାୟୁ କେବଳ ପରୀକ୍ଷା ପାଇଁ କିଛି ତଥ୍ୟ ଆଉ ସଂଖ୍ୟାର ସମାହାର ନୁହେଁ। ଏହା ହେଉଛି ଏକ ନିରନ୍ତର ସଂଘର୍ଷର କାହାଣୀ। ଗୋଟେପଟେ ମୌସୁମୀର ଜୀବନଦାୟୀ ବର୍ଷା, ଆଉ ଆରପଟେ ବାତ୍ୟାର ଭୟ। ଆଶା କରୁଛି ଆଜିର ଏହି ଆଲୋଚନା ପରୀକ୍ଷାରେ ତ ନିଶ୍ଚୟ ସାହାଯ୍ୟ କରିବ, କିନ୍ତୁ ତା ସହିତ ଆମେ ରହୁଥିବା ଆମ ନିଜ ରାଜ୍ୟକୁ ଆହୁରି ଭଲ ଭାବରେ ବୁଝିବା ପାଇଁ ମଧ୍ୟ ସହାୟକ ହେବ।